ମୋଟା ଥିଲେ। ଯେତେବେଳେ ସେ ବିବାହ କଲେ ମୋତେ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେବାକୁ ପଡ଼ିଲା। ସେହି ସମୟରେ ମୁଁ ହଠାତ୍ ତାଙ୍କର କୋଠରକୁ ଚାହିଁ ଭିତରକୁ ଗଲି ଏବଂ ଦେଖିଲି ଜିଜୁ ବହୁତ ନିରାଶ ହୋଇ ବସିଛନ୍ତି। ସେହି ମୁହୂର୍ତ୍ତରେ ଆମର ଆଖି ପିଟିଲା ଏବଂ ସେଠାରୁ ବାହାରିବା ମାତ୍ରେ ଜିଜୁ ମୋତେ ଅନୁସରଣ କଲେ। ତାପରେ ସେ କହିଲେ, ତୁମର ଭଉଣୀର ଶରୀର ଏତେ ମୋଟା ଯେ ମୁଁ ଶୀଘ୍ର ତାଙ୍କୁ ପ୍ରତାରଣା କରୁଛି। ବର୍ତ୍ତମାନ ପ୍ରତିବଦଳରେ ତୁମେ ମୋର ସେବା କର। ଜିଜୁ ରାତିସାରା ମୋତେ ପତ୍ନୀ ଭଳି ବେଡ୍ ଉପରେ ଲଗାତାର 5 ଥର। ମୁଁ କେବଳ ମୋର ଭଉଣୀର ବିବାହ ପାଇଁ ହିଁ ଆସିଥିଲି, କିନ୍ତୁ ଏଇଥିପାଇଁ ମୋତେ ଏତେ ଭାରି ମୂଲ୍ୟ ମଧ୍ୟ ଦେବାକୁ ପଡ଼ିଲା। ମୋର ନାମ ଗୋମତୀ ଏବଂ ମୋ ଭଉଣୀର ନାମ ନିଶା। ସେ ମୋ ଠାରୁ 2 ବର୍ଷ ବଡ଼। ଯେତେବେଳେ ତାଙ୍କୁ 21 ବର୍ଷ ହୋଇଥିଲା ସେ ବିବାହ କରିଥିଲେ। ମୁଁ ତାଙ୍କର ବିବାହ ପାଇଁ ତାଙ୍କ ଘରକୁ ଆସିଥିଲି। ମୋର ଭଉଣୀର ବିଦାୟ ସମୟରେ ମୋର ସାବତ ମା ମୋତେ ପୋଷାକରେ ପରିପୂର୍ଣ୍ଣ ଏକ ବ୍ୟାଗ୍ ଦେଇଥିଲେ। ସେ ମୋତେ କହିଥିଲେ ଯେ ନିଶାଙ୍କ ସହ କିଛି ଦିନ ଯିବାକୁ ହିଁ ପଡ଼ିବ। ମୁଁ ଚାହୁଁଥିଲି କି ତୁମେ ତୁମର ଭଉଣୀ ସହିତ ହିଁ ଯାଅ, କାରଣ ସେ ତୁମକୁ ଆସିବାକୁ ହିଁ କହୁଛି। ମାଙ୍କର କଥା ଶୁଣିବା ପରେ ମୁଁ ମୋର ବ୍ୟାଗ୍ ନେଇ ଜେଜେଙ୍କ କାରରେ ରଖିଥିଲି। ଯେତେବେଳେ ମୁଁ ମୋର ଭଉଣୀ ସହିତ ବସିବାକୁ ଚେଷ୍ଟା କଲି, ଜେଜେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ମୁଁ ମୋର ପାଖରେ ଥିବା ସିଟ୍ରେ ବସି ପଡ଼ିଲି ଏବଂ ଆମେ ବୋହୂ ଘରକୁ ଆସିଗଲୁ। ଦିଦିଙ୍କର ଶାଶୁ ତାଙ୍କୁ ବହୁତ ଖୁସିରେ ସ୍ୱାଗତ କରିଥିଲେ। ଭଉଣୀର ବିବାହର 4 ଦିନ ପରେ ତାଙ୍କର ଶାଶୁ ତାଙ୍କର ଘରକୁ ଚାଲିଗଲେ। ସେଠାରେ ସେ ପୁଅର ବିବାହ ନିମନ୍ତେ 4 ଦିନ ପାଇଁ ହିଁ ଏହି ସହରକୁ ଆସିଥିଲେ। ଯେତେବେଳେ 4 ଦିନ ବିତିଗଲା ଏବଂ ବିବାହ ସୁରୁଖୁରୁରେ ହୋଇଗଲା, ଆଜି ମୋର ବାପା ଏବଂ ମୁଁ ସେଠାରେ ଉପସ୍ଥିତ ଥିଲୁ। ସବୁକିଛି ଠିକ୍ ହୋଇଗଲା ଏବଂ ଯେତେବେଳେ ମୁଁ ମୋର ଘରକୁ ଫେରିବା ଆରମ୍ଭ କଲି, ମୋର ଭଉଣୀର ଶାଶୁ ମୋର ଭଉଣୀ ପରି ସମାନ ଢଙ୍ଗରେ କହୁଥିଲେ। ଭଉଣୀ ମୋତେ କହିବାରୁ ମୁଁ କିଛି ସମୟ ରହିଲି ଏବଂ ତାପରେ ଜିଜୁ ଆସିଗଲେ। ସେ କହିଥିଲେ, ଯଦି ତୁମର ଏଥିରେ କୌଣସି ଅସୁବିଧା ନାହିଁ ତେବେ ଆଉ କିଛି ଦିନ ଏଠାରେ ରହିଯାଅ। ମୁଁ ମଧ୍ୟ ରାଜି ହୋଇଗଲି। ମା ମଧ୍ୟ ଏଥିରେ ବହୁତ ଖୁସି ଥିଲେ। ତାପରେ ଭଉଣୀ ଏବଂ ଜିଜୁ ବାହାରକୁ ଯାଇ ମୋତେ ମଧ୍ୟ ନେବାକୁ ହିଁ କହିଥିଲେ। ମୁଁ ଦେଖିଲି କି ସେମାନଙ୍କ ମଧ୍ୟରୁ ଜିଜୁଙ୍କର ସାଧାରଣ ଶରୀର ଅଛି ଏବଂ ଭଉଣୀ ଟିକେ ଭାରି ଅଛନ୍ତି। ରାତିରେ ଭଉଣୀ ମୋ ହାତରେ ଏକ ଖାଦ୍ୟ ପାର୍ସଲ ଦେଲା, କିନ୍ତୁ ମୁଁ ଭୋକିଲା ନଥିଲି। ମୁଁ ଏହାକୁ ରୋଷେଇ ଘରେ ରଖିଦେଲି ଏବଂ ତାଙ୍କର କୋଠରୀକୁ ଚାଲିଗଲି। ତାପରେ ମୁଁ ଭଉଣୀର କୋଠରୀରୁ ଅଜବ ଶବ୍ଦ ଶୁଣିଲି। ମୁଁ ଆଗ୍ରହ ପ୍ରକାଶ କରିବାକୁ ଲାଗିଲି ଏବଂ ମୁଁ ସେଠାକୁ ଯାଇ ଭଉଣୀର କୋଠରୀ ଭିତରକୁ ଗଲି। ମୁଁ ଭଉଣୀର କୋଠରୀରେ ଦେଖିଲି ଯେଉଁଠାରେ ଜିଜୁ ଯାହା ଚାହୁଁଥିଲେ ତାହା ଜମା ବି ପାଇନଥିଲେ। ଗଭୀର ଭାବରେ ଶୋଇବା ଏବଂ ଜିଜୁ ତାଙ୍କର ବିଛଣାରେ ହିଁ ଶୋଇଥିଲେ। ମୁଁ ସେମାନଙ୍କୁ ଦେଖିଦେଲି। ମୋର ରୁମ୍ର କବାଟ ବନ୍ଦ କରିଦେଲି ଆଉ ପରଦିନ ସକାଳେ ମୁଁ ମୋର ରୁମ୍ରୁ ବାହାରକୁ ଆସିଲି। ତେଣୁ ଦିଦି ମୋତେ ଅଟକାଇ ଦେଲେ। ସେ ମୋତେ ସହମତ କଲେ ଯେ ମୋତେ 1 ସପ୍ତାହ ଘରକୁ ହିଁ ଯିବାକୁ ପଡ଼ିବ, କାରଣ ମୋର ଏକ ପରୀକ୍ଷା ଆସୁଛି। ମୁଁ ପରୀକ୍ଷା ବିଷୟରେ କହିଲି ଏବଂ ସେ ମୋତେ ଅଟକାଇ ପାରିଲା ନାହିଁ। ଘରକୁ ଯିବା ପରେ ମୁଁ ମୋର ଅଧ୍ୟୟନ ଉପରେ ଧ୍ୟାନ ଦେଲି। ଜେଜୁ ଦିଦିଙ୍କୁ ବହୁତ ଖୋଜୁଥିଲେ ଏବଂ ସେ କହୁଥିଲେ ଯେ ଦିଦି ସବୁବେଳେ କାନ୍ଦୁଥାଏ ଏବଂ ସେ ମୋତେ ଡାକିବାକୁ ହିଁ ପଡ଼ୁଥିଲା। ମୁଁ ତାଙ୍କର ଘରକୁ ଆସିବା ଦିନଠାରୁ ସେଠାରେ ପରିବେଶ ବହୁତ ଶାନ୍ତ ଥିଲା। ଦିନେ ମୁଁ ଥଟ୍ଟା କରି ମୋ ଜେଜେଙ୍କର ବେକକୁ ଏକ ସ୍କାର୍ଫ ଲଗାଇଲି। ସେ କହିଲେ କି ଦିଦି ଟିକେ ପାଗଳ ହୋଇଯାଇଛି ନା କଣ, ଟିକେ ହାଲୁକା ହୁଅ। କିନ୍ତୁ ତା ବଦଳରେ ସେ ଦୁଃଖୀ ଆକାରରେ ଚାହିଁ ରୋଷେଇ ଘରକୁ ଚାଲିଗଲା। ମୋର କୋଠରୀରେ ଧୂଆଁର ଗନ୍ଧ ଆସିବାକୁ ହିଁ ଲାଗିଲା। ତାପରେ ମୁଁ ବାହାରକୁ ଯାଇ ଦେଖିଲି ଜେଜୁ ବାହାରେ ଏକ ଚେୟାରରେ ବସି ସିଗାରେଟ୍ ଟାଣୁଛନ୍ତି। ମୁଁ ତାଙ୍କର ପାଖକୁ ଯାଇ ତାଙ୍କର ସିଗାରେଟ୍ ଛଡ଼ାଇ ନେଇ ପଚାରିଥିଲି, ଜେଜୁ ସବୁକିଛି ଠିକ୍ ଅଛି ତ? ସେ ଉତ୍ତର ଦେଲେ, ଆରେ ନାହିଁ, ଏବଂ ମୋର ହାତ ଧରିଥିଲେ। ସେ ମୋତେ ତାଙ୍କର କୋଠରୀକୁ ନେଇ ମୋତେ କିଛି ଦେଖାଇବାକୁ ଚେଷ୍ଟା କଲେ। ତାପରେ ଆମେ ବାହାରକୁ ଆସିଗଲୁ ଏବଂ ସେ କହିଲେ, ମୁଁ ବର୍ତ୍ତମାନ ବିବାହିତ, କିନ୍ତୁ ମୋର ପତ୍ନୀ ସେ ରାତିରେ ହିଁ ଶୋଇଥାଏ। ମୁଁ ତାକୁ କିଛି ଖୋଜିବାକୁ ପରାମର୍ଶ ଦେଇଥିଲି ଏବଂ ଆମେ ଇଣ୍ଟରନେଟ୍ରେ ଦେଖିଥିଲୁ କିପରି ପତ୍ନୀଙ୍କୁ ପ୍ରଭାବିତ କରିବି। ସେ ଦିଦି ପାଇଁ ନୂଆ ନୂଆ ପୋଷାକ ମଧ୍ୟ କିଣି ଆଣିଥିଲେ ଏବଂ ସେ ସେମାନଙ୍କୁ ବହୁତ ଭଲ ପାଇବା ସହିତ ଆଣିଥିଲେ। ସେ ମୋତେ ତାଙ୍କର ପତ୍ନୀଙ୍କୁ ପ୍ରଭାବିତ କରିବାକୁ ଚାହୁଁଥିବା ଭଳି କିଛି ନୂଆ କଥା ଶିଖାଇଦେଲେ। ମୁଁ ଅନୁଭବ କଲି ଯେ ସେ ମୋତେ ପ୍ରଭାବିତ କରୁଛନ୍ତି।
ଘରେ ଗତ କିଛି ଦିନ ହେଲା ସେମାନଙ୍କର ଲଢ଼େଇ ଚାଲିଥିଲା। ତାପରେ ଦିନେ ମୋର ଭଉଣୀ ବୟସର ଜଣେ ଝିଅ ସେମାନଙ୍କ ଘରକୁ ଆସିଲା। ସେ ବହୁତ ସୁନ୍ଦର ଥିଲା ଏବଂ ସେ ଆସିବା ପରେ ଉଭୟଙ୍କ ବିଷୟରେ ଯୁକ୍ତିର ହ୍ରାସ ପାଇଲା। ପହଞ୍ଚିବା ପରେ ଉତ୍ତେଜନା ମଧ୍ୟ କମିଗଲା। ସେତେବେଳେ ସେ ମୋତେ ପ୍ରଶଂସା କରି କହୁଥିଲେ ଯେ ମୋର ଭଉଣୀ ଏବଂ ମୋ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଏହାପରେ ମୋର ଜିଜୁ ମଧ୍ୟ ଘରେ ଚାକିରି ପାଇଗଲେ ଏବଂ ପରଦିନ ମୁଁ ଗାଧୋଇବାକୁ ଗଲି। ହଠାତ୍ ଟ୍ୟାପରୁ ପାଣି ଆସିବା ବନ୍ଦ ହୋଇଗଲା। ମୁଁ ମୋର ଭଉଣୀକୁ ଡାକିବାକୁ ଲାଗିଲି, କିନ୍ତୁ ସେ ଆଉ ଧ୍ୟାନ ଦେଲେ ନାହିଁ। ମୁଁ କେବଳ ମୋର ମୋବାଇଲରେ ହିଁ ଥିଲି। ମୁଁ କବାଟ ବାଢ଼ିଲି ଏବଂ ଯେତେବେଳେ କବାଟ ଖୋଲା ରହିଲା ମୁଁ ମୋର ଭଉଣୀକୁ କହିଲି ଯେ ସେ ଭିତରକୁ ଆସିପାରେ। ମୁଁ ତାଙ୍କର ସ୍ୱାମୀଙ୍କୁ ଭେଟିଥିଲି। ମୋର ଟାୱଲ ଗୋଡ଼ାଇ ହୋଇ ଚତୁରତାର ସହ ମୁଁ କହିଲି, ଜିଜୁ ତୁରନ୍ତ ଏକ ବାଲ୍ଟି ପାଣି ମୁଁ ଆଣୁଛି। ମୁଁ ବାହାରକୁ ଗଲି ଏବଂ ମୁଁ ଶୀଘ୍ର ଗାଧୋଇ ପଡ଼ିଲି ଏବଂ ବାଥରୁମରୁ ବାହାରି ଆସିଲି, କିନ୍ତୁ ଦିଦିଙ୍କୁ କୌଣସି ସ୍ଥାନରେ ଆଉ ଦେଖିଲି ନାହିଁ। ମୁଁ ମୋର ଜିଜୁଙ୍କୁ ପଚାରିଲି। ସେ ଉତ୍ତର ଦେଲେ କି ତୁମର ଭଉଣୀ ତ ମୁଁ ସାକ୍ଷାତକାର ପାଇଁ ହିଁ ଆସିଥିଲି। ସେଦିନ ରାତିରେ ମୋତେ ଏ ବିଷୟରେ କିଛି ବି କୁହାଯାଇନଥିଲା। ମୋର ଭଉଣୀ କାହିଁକି ଏପରି କହୁଥିବାର ମୁଁ ଜାଣିନଥିଲି। ଭଉଣୀ ସନ୍ଧ୍ୟାରେ ଘରକୁ ଆସିଥିଲେ ଏବଂ ମୁଁ ତାକୁ ପଚାରିଲି ସେ କାହିଁକି ମୋତେ ସାକ୍ଷାତକାର ଦେବାକୁ ଚାହୁଁଛନ୍ତି। ସେ କହିଲା କି ତୁମେ ସବୁକିଛି କହିବା ପାଇଁ ବୃଥ ନୁହେଁ କି? ଏହା ହେଉଛି ମୋର ଘର। ମୁଁ ଯାହା ଚାହେଁ ତାହା କରିଦେବି। ମୁଁ ତାଙ୍କର କଥା ଉପରେ କ୍ରୋଧିତ ହୋଇଗଲି ଏବଂ ମୁଁ କହିଲି, ତୁମର ଚାକିରି ଖୋଜିବା ଆବଶ୍ୟକ ନାହିଁ। ତୁମର ପ୍ରକୃତ ଆବଶ୍ୟକତା ତୁମର ହିଁ ଅଟେ। ଘରେ ତୁମ ବିନା କାରଣରେ ଅବାଞ୍ଛିତ କାର୍ଯ୍ୟ କର। ସେ ମୋତେ କହିଲା, ତୁମେ ମୋର ସ୍ୱାମୀଙ୍କର ଅପେକ୍ଷା ମୋ ବିଷୟରେ ଅଧିକ ଚିନ୍ତା କରୁଛ। ଯିବାକୁ ଇଚ୍ଛା ଟିକେ କର। ଯେତେବେଳେ ଆମର ଯୁକ୍ତି ତର୍କ ହେଲା, ଜେଜୁ ଘରେ ନଥିଲେ। ମୁଁ ଖାଲି କାନ୍ଦିବାକୁ ହିଁ ଲାଗିଲି। ତାପରେ ଜିଜୁ ମୋର କୋଠରୀ ଭିତରକୁ ଚାଲିଗଲେ। ମୋତେ କାନ୍ଦିବାର ଦେଖି କହିଲେ, ଗୋମତୀ ବର୍ତ୍ତମାନ ତୁମର କ'ଣ ହେଲା? ମୁଁ ତାଙ୍କୁ କହିଲି ଯେ ମୋର ଭଉଣୀ ବହୁତ ରାଗିଛନ୍ତି। ସେ ତାଙ୍କର ଛୋଟ ପିଲା ବିଷୟରେ ଚିନ୍ତିତ ନୁହନ୍ତି। ମୋ ସହିତ ମଧ୍ୟ ଏହିପରି ଆଚରଣ କରିବା ଆରମ୍ଭ କରିଛି। ତାକୁ ଏକୁଟିଆ ଛାଡ଼ିଦିଅ। ତୁମେ ମୋ ପାଇଁ ଏ ଘରକୁ ହିଁ ରହିବାକୁ ପଡ଼ିବ। ଜେଜେ ମୋର ଲୁହ ପୋଛି ମୋତେ ଆଲିଙ୍ଗନ କଲା। ପରେ ମୁଁ ଆଉ କିଛି ବି ଅନୁଭବ କଲି। ମୁଁ ରାତି ସାରା ପ୍ରେମ ଗୀତ ଶୁଣିବାକୁ ହିଁ ଲାଗିଲି ଏବଂ ସମସ୍ତ ଦମ୍ପତିଙ୍କ ରିଲ୍ ମଧ୍ୟ ମୋ ମୋବାଇଲରେ ଆସୁଥିଲା। ସେଇ ରିଲ୍ ଗୁଡ଼ିକ ମୋର ମନରେ ଅଧିକ ପ୍ରଭାବିତ ପକାଇଥିଲା। ଦିଦି ଦେଖିଲେ ସେ କ୍ରୋଧିତ ଭାବରେ ନିଜର କାର୍ଯ୍ୟାଳୟକୁ ଯାଉଥିଲେ। ବର୍ତ୍ତମାନ ଭଉଣୀ ଏକ ନୂତନ ଚାକିରି ପାଇଛନ୍ତି। ସେଇଦିନ ରାତିରେ ଯେତେବେଳେ ମୁଁ ତାଙ୍କ କୋଠରକୁ ଚାହିଁଲି, ସେତେବେଳେ ଭଉଣୀ ଏବଂ ଭାଉଜଙ୍କ ମଧ୍ୟରେ କିଛି ବ୍ୟକ୍ତିଗତ କଥାବାର୍ତ୍ତା ଚାଲୁଥିଲା। ଜେଜୁ ମୁଁ ଚାହୁଁଥିଲି ତାହା ମଧ୍ୟ ପାଇନଥିଲି। ତାଙ୍କର ଶବ୍ଦରୁ କୁହ ଯେ ଏହା ତାଙ୍କର କାରଣ ହୋଇଥାଇପାରେ। ତାଙ୍କର ମୋଟା ଶରୀର ହେତୁ ଦିଦି ଜେଜେଙ୍କୁ ସେହି ଆନନ୍ଦ ଦେବାରେ ସକ୍ଷମ ହୋଇନଥିଲେ ଏବଂ ତାପରେ ମୁଁ ଦେଖିଲି ଜେଜେଙ୍କର ଆଖି ଧୀରେ ଧୀରେ ମୋ ଉପରେ ହିଁ ପଡ଼ୁଛି। ପରଦିନ ଦିଦି ସକାଳେ ଅଫିସକୁ ଚାଲିଗଲେ ଏବଂ ହଠାତ୍ କାନ୍ଦିବାକୁ ଲାଗିଲେ। ଦିଦିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଏହା ଦେଖି ଜିଜୁ ତୁରନ୍ତ ଡାକ୍ତରଙ୍କୁ ଡାକିଲେ। ଭଉଣୀ ଏବଂ ଜିଜୁ ପିତାମାତା ହେବାକୁ ଚାଲି ଯାଉଥିଲେ। ତାଙ୍କର କାମ ଅଧିକ ଆବଶ୍ୟକତା ଥିଲା ଏବଂ ସେ ମୋତେ କହୁଥିଲେ ଯେ ବର୍ତ୍ତମାନ ମୋତେ ମୋର ଜେଜେଙ୍କର ଯତ୍ନ ନେବାକୁ ହିଁ ପଡ଼ିବ, କାରଣ ବର୍ତ୍ତମାନ ମୋର ପ୍ରାଥମିକତା ପିଲା ଉପରେ ହିଁ ଅଛି। ତେଣୁ ମୋତେ ମଧ୍ୟ ମନେ ରଖିବାକୁ ହିଁ ପଡ଼ିବ ଯେ ମୋର ଜେଜେଙ୍କର ପ୍ରାଥମିକତା କ'ଣ ଅଟେ। ଯେତେବେଳେ ମୋର ଭଉଣୀ ମୋ ସହିତ କଥାବାର୍ତ୍ତା ହେଉଥିଲା, ମୋର ଜେଜେଙ୍କ ମୁହଁରେ ଏକ ଭିନ୍ନ ହର୍ଷ ଥିଲା। ସେଇ ରାତିରେ ମୋର ଭଉଣୀ ଶୋଉଥିବାର ଦେଖିବା ପରେ ଜିଜୁ ମୋର ରୁମ୍କୁ ଆସି କହିଲା, ଏବେ ତୁମକୁ ମୋର କାମ କରିବାକୁ ହିଁ ପଡ଼ିବ। ମୋର ଏବେ ଯତ୍ନ ନିଅ। ଯେପରି ଦିଦି କହିଥିଲେ ମୋର ପେଟରେ ଟିକେ ଯନ୍ତ୍ରଣା ହେଉଛି। ତୁମେ ମୋତେ ମସାଜ କରିବାକୁ କି? ମୁଁ ଜିଜୁଙ୍କୁ ନା ହିଁ କହିଦେଲି। ଯେତେବେଳେ ମୁଁ ମୋର ଜିଜୁଙ୍କୁ ମସାଜ କରୁଥିଲି, ସେ ବେଳେବେଳେ କହୁଥିଲେ, ମୁଁ ଏବେ ଭଲ ଅନୁଭବ କରୁଛି ଯେ ତୁମେ ତୁମର ଭଉଣୀ ବଦଳରେ ମୋର ପତ୍ନୀ ହେବା ହିଁ ଉଚିତ ଅଟେ। ତୁମର ପତ୍ନୀଙ୍କର ସମସ୍ତ ଗୁଣ ଅଛି। ଏବଂ ତାପରେ ସେ କହିଲା, ତୁମର ଭବିଷ୍ୟତ ସ୍ୱାମୀ ବହୁତ ଖୁସି ହେବେ। ମୁଁ ପ୍ରଥମେ ତାଙ୍କ ଉପରେ କ୍ରୋଧ କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ମୋତେ ବହୁତ ଭଲ ଲାଗିଲା। ତାଙ୍କ କଥା ଶୁଣିବା ପରେ ମୋର ମୁହଁରେ ଗୋଟେ ହସ ଫୁଟିଥିଲା ଏବଂ ମୁଁ ମୋର ମୋବାଇଲରେ ମୋର ପ୍ରେମିକାର ରିଲ୍ ଦେଖିବା ପାଇଁ ସର୍ବଦା ସମୟ ଦେଇଥିଲି। ମୁଁ ମଧ୍ୟ ଅନୁଭବ କଲି ଯେ ମୋର ମଧ୍ୟ ଏପରି ସାଥୀ ହେବା ଉଚିତ। ଧୀରେ ଧୀରେ ମୋର ଆଖି ମଧ୍ୟ ତାଙ୍କ ଉପରେ ପଡ଼ିଗଲା। ଏହି ଦୃଷ୍ଟିକୋଣ କେବଳ ରିଲ୍ ହେତୁ ହିଁ ହୋଇଥିଲା।
ଦିନେ ମୁଁ ଜିଜୁଙ୍କୁ ତାଙ୍କର ପିଠିକୁ ଅଧଘଣ୍ଟା ମସାଜ କରିଦେବାର ଦେଖୁଥିଲି। ଏହାପରେ ମୁଁ ପୁନର୍ବାର ଶୋଇବା ପୂର୍ବରୁ କିଛି ଘଣ୍ଟା ପରେ ମୋବାଇଲରେ ରିଲ୍ ଦେଖୁଥିଲି। ଦିନେ ଆମେ ଅପରାହ୍ନରେ ଘରେ ଏକୁଟିଆ ହିଁ ଥିଲୁ। ମୁଁ ସହଜରେ ଜିଜୁଙ୍କର କୋଠରୀକୁ ଚାଲିଗଲି। ସେଠାରେ ଆମେ ବହୁତ ଖୋଲାଖୋଲି ଭାବରେ କଥା ହେବା ଆରମ୍ଭ କଲୁ। ତାପରେ କୌଣସି ଲଜ୍ଜା ବିନା ମୁଁ ପଚାରିଦେଲି, ଜିଜୁ, ତୁମର ଏବଂ ମୋର ଭଉଣୀ ମଧ୍ୟରେ କ'ଣ ହୋଇଛି? ତାଙ୍କର ମୁହଁରେ ଏକ ଅଜବ ଅଭିବ୍ୟକ୍ତି ଦେଖାଗଲା। ସେ କହିଥିଲେ, ତମେ ମୋର ଭଉଣୀ। ସେଦିନ ମୁଁ ବହୁତ ଦୁଃଖିତ ଥିଲି, କାରଣ ମୁଁ ବହୁତ ଅସୁସ୍ଥ ଥିଲି। ବର୍ତ୍ତମାନ ମୁଁ ତାଙ୍କୁ ଶବ୍ଦ କହିବାରେ ଲଜ୍ଜାଜନକ ନୁହେଁ। ମୋର ଦୁଇ ପାଟା ଖସିଗଲା ଏବଂ ପଡ଼ିଗଲା। ମୋର ଜିଜୁ ମୋତେ ଉଠାଇବାକୁ ଲାଗି ପଡ଼ିଲେ, କିନ୍ତୁ ଆମର ଆଖି ପୁରା ଅଲଗା ହିଁ ଥିଲା। ମୁଁ ତାଙ୍କୁ ଏକ ଗ୍ଲାସ ପାଣି ମାଗିଲି। ସେ ମଧ୍ୟ ଆଣିଦେଇଥିଲେ, କିନ୍ତୁ ସେ ମୋତେ ହାତରେ ପାଣି ପିଇବାକୁ ଲାଗିଲେ ଏବଂ ମୋର ଦେହରେ ପାଣି ଟିକେ ଢଳିଗଲା ଏବଂ ତାପରେ ମୁଁ ମଧ୍ୟ ତାଙ୍କ ପ୍ରତି ବହୁତ ଦୟାଳୁ ହୋଇଗଲି। କିଛି ସମୟ ପରେ ସେ ମୋର ପାଖକୁ ଆସିଲେ। ବୋହୂ ମଧ୍ୟ ଅଦା ଗୃହିଣୀ ଅଟେ। ଜିଜୁ ଟିକେ ହସିଦେଲେ ଏବଂ କହିଲେ, ମୁଁ ତୁମକୁ ସବୁବେଳେ ଏହି ଅଧିକାର ଦେବାକୁ ହିଁ ଚାହୁଁଥିଲି, କିନ୍ତୁ ତାପରେ ମୁଁ ତୁମ ଭଳି ଅନୁଭବ କଲି। ମୁଁ ତୁମକୁ ଚାହୁଁଥିବା ଅଧିକାର ନିଶ୍ଚୟ ଦେବି। ସେ ମୋତେ କାନ୍ଧରେ ରଖି ମୋତେ ଖଟ ଉପରେ ବସାଇଦେଲେ। ଘରେ କେହି ମଧ୍ୟ ନଥିଲେ, ତେଣୁ କବାଟ ବନ୍ଦ ହୋଇନଥିଲା। ଆମେ ଦୁହେଁ ରୋମାଞ୍ଚ କରୁଥିଲୁ। ଯେତେବେଳେ ହଠାତ୍ ରୁମ୍ର ଦ୍ୱାରରେ ତାଙ୍କର ସ୍ତ୍ରୀ ଠିଆ ହୋଇ ଜିଜୁଙ୍କୁ ପଚାରିଲେ, ତୁମେ କ'ଣ କରୁଛ? ମୁଁ ତାଙ୍କୁ କହିଲି, ତୁମେ ଜିଜୁଙ୍କର ପତ୍ନୀ, ତୁମେ ଏହା ପଚାରିବା ଉଚିତ ନୁହେଁ। ଆମେ ଦୁହେଁ ରାଜି ହୋଇଗଲୁ ଏବଂ ମୁଁ ତାଙ୍କ କୋଠରୀକୁ ଠେଲିଦେଲି। କିନ୍ତୁ ତାପରେ ସେ ଭିତରକୁ ଆସି ସେ ଜିନିଷକୁ ଧରିଲେ। ମୋର ଭଉଣୀ ଏସବୁ ଶୁଣିବାକୁ ପାଇଲେ। ଭଉଣୀ କିନ୍ତୁ ବାସ୍ତବରେ ସେ ଜିଜୁଙ୍କର ପ୍ରଥମ ହିଁ ପତ୍ନୀ ଥିଲେ। ଭଉଣୀଙ୍କର ପ୍ରେମ ବିବାହ ହିଁ ଥିଲା ଏବଂ ଝିଅ ବହୁତ ଦୁର୍ବଳ ହୋଇଯାଇଥିଲା ଏବଂ ପତଳା ଥିଲା। ତେଣୁ 4 ବର୍ଷ ପରେ ମଧ୍ୟ ସେ ତାଙ୍କର ସନ୍ତାନ ଆଉ ପାଇପାରିଲେ ନାହିଁ। ଜିଜୁ ତାପରେ ଏକ ସୁସଜ୍ଜିତ ଝିଅକୁ ବିବାହ କଲେ, ଯାହା ଆଶା କରାଯାଉଥିଲା ଯେ ସେ ଏବେ ଶୀଘ୍ର ଗର୍ଭବତୀ ହୋଇଯିବେ। ତାଙ୍କର ଘର ଲୋକ ଏବଂ ତାଙ୍କର ଜିଜୁଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରନ୍ତୁ। ତାପରେ ସେ ଦିଦିଙ୍କର ନିକଟକୁ ଯାଇ ତାଙ୍କ ସହିତ ଭଲ ଆଚରଣ ହିଁ କରିବ। ସେମାନଙ୍କର ସନ୍ତାନ ହିଁ ଥିଲେ। ଭଉଣୀ ମୋତେ ସତ କହିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଜିଜୁଙ୍କ ପାଇଁ ପାଣି ଚାହୁଁଥିଲି ଏବଂ ଦିନେ ମୁଁ ଜିଜୁଙ୍କୁ ପାଣି ଆଣିବାକୁ ହିଁ ପଠାଇଲି ଏବଂ ମୋର ଭଉଣୀ ଏକ ଭିଡ଼ିଓ କଲ୍ କରୁଥିଲେ। ସବୁକିଛି ଠିକ୍ ହିଁ ଘଟୁଥିଲା ଏବଂ ଏଠାରେ ସେ ଦୌଡ଼ିଥିଲେ। ତାପରେ ଭଉଣୀ ମୋତେ କହିଲା, ମୁଁ ତୁମକୁ ଭୁଲ ହିଁ ବୁଝିଥିଲି। ମୁଁ ଜାଣିନଥିଲି ତୁମେ ମୋ ପାଇଁ ଏହିସବୁ କରୁଛ। ଆଜି ମୋର ଭଉଣୀ ତାଙ୍କ ସ୍ୱାମୀ ବିରୁଦ୍ଧରେ ଏକ FIR ମଧ୍ୟ ଦାଖଲ କଲା। ଏହାପରେ ପୋଲିସ ତାକୁ ଗିରଫ କରିଦେଲା। 2 ମାସ ପରେ ସେ ମୋର ଭଉଣୀର ସନ୍ତାନକୁ ଜନ୍ମ ଦେଲା ଏବଂ ଯେତେବେଳେ ସେ 1 ମାସର ହୋଇଥିଲେ, ତାଙ୍କ ପାଇଁ ଏକ ଭଲ ସମ୍ପର୍କ ମଧ୍ୟ ଆସିଥିଲା, କିନ୍ତୁ ସେ ପୂର୍ବରୁ ବିବାହିତ ହିଁ ଥିଲେ। କିନ୍ତୁ ତାଙ୍କର ପତ୍ନୀ ଆଉ ସେଠାରେ ନଥିଲେ। ଏହାପରେ ସେ ଭଲ ଭାବରେ ବୁଝି ସାରିଥିଲେ। ତାଙ୍କର ଭବିଷ୍ୟତ ସ୍ୱାମୀ ମଧ୍ୟ ତାଙ୍କର ପୁଅକୁ ଗ୍ରହଣ କଲେ, ଯିଏ ଆମକୁ ନିଜ ଭଳି ଗ୍ରହଣ କରନ୍ତି। ବନ୍ଧୁଗଣ, ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ